बढ़िया है। तो हाय हेलो नमस्कार जय जगन्नाथ को सांग मैंने तो आज आम आसु गाँ को तो गाँव में गोटे करवा चिकेन माटी हांडी चिकेन तो मु सब चिकेन फिकेन धरिक नहीं आसी किଣିकी तो हांडी फांडी सब रेडी है तो देख चिकेन सेठी अच्छी आउ सब मसला मसला सब कटा हो हांडी भी रेडी तो चलतु बर्तमान चिकेन रांधिया स्टार्ट करिया। तो बर्तमान आम चिकेन धोइबा खाइब चिकेन पलि आमर केते दादा हर चिकेन देती दुकानदार केते आसी जना ना बर्तमान चिकेन टा धुआ जीवो पूरा देसी चिकेन है देसी नहीं है बॉयलर नुह पूरा लेग पीस फेग पीस सब आसची। तो बर्तमान आमर चिकेन मैग्नेट हम माने गुड़ा गुड़ी हम सब तो बर्तमान आम चिकेन टाक गोलेबा गोलिया बेले यही गोलेबा से जगह हम चिकेन पड़ला ता सहित आमर ये अदा रसुण पेस्ट सब हो रही सब ता सहित पियाज तेजपत्र अच्छे ताने तेजपत्र काट दवा तो पड़ला आमर ए टमाटो तापर एटा लंका गुंड ना एटा राग लंका गुंड ना नहीं तू पका मैं खाली देखु कोई यार नहीं देख ये पड़ला हलदी हलदी टे काट दे ये पड़ला लुण बड़ी पचाई छाणी आउ चिकेन मसला कहीं गरम मसला हेडी चिकेन मसला आन चिकन मसला ना चिकेन मसला टा दरकार चिकन मसला टिकन मुसार ना अच्छे ना टिके गरम मसला हाँ तो ये पड़ला गरम मसला तो आमर गोला गोली सरीगला एवं घोड़े दवा अब पड़ा है मुझे चुली लगे पारे से सी लगे चुली तो ये बर्तमान ये आसिक रेडी हो खाइब बोली बेजित नहीं से खाइब जा तो दिज्व टेंशन ना तो बर्तमान आमर चुली लगे तो मुझे चिकेन फिकेन गोल रखी तो यहाँ है आम बाड़ी यहाँ गुआल मो बापा से अच्छे तो ये घसी सब तड़ा हो रही तो आम बाड़ीर किसी एमती जोर जाल जल्ला तो बर्तमान तेल पड़ला तेल हो बर्तमान तेल पड़ला तेल गरम हम तापर कार्यक्रम स्टार्ट बर्तमान पड़ो आमर आपड़ जब गड़ी पड़ो हांडी भांगी तेजपत्र रसुण रसुण खोल
ବେଶୀ ଜୋର ଜାଳ ଜଳିଆନି ଚିକେନ ହାଣ୍ଡି ଢଙ୍ଗ ଢଙ୍ଗ ବର୍ତ୍ତମାନ ପଡ଼ିବ ଚିକେନ ଦେଖନ୍ତୁ ଚିକେନ ବର୍ତ୍ତମାନ ହାଣ୍ଡିରେ ପଡ଼ିବ ସବୁଥର ଆମର ଗୋଟେ ଷ୍ଟାଇଲ୍ରେ ଏଠିକେ ଗୋଟେ କିଛି ଟିକେ ନିଆରା ଷ୍ଟାଇଲ୍ରେ ରନ୍ଧା ହେବ ଚିକେନ କେବେ ଆମର ଟ୍ରାଏ କରିନୁ ଆଜି ଫାର୍ଷ୍ଟ ଟାଇମ୍ ଆମେ ଟ୍ରାଏ କରୁଛୁ ଏଇଭଳିଆ ରାନ୍ଧିବାର ଦେଖିବା କେମିତିଆ ଲାଗୁଛି ତ ବର୍ତ୍ତମାନ ସବୁ ପକେଇଦେବା ମସଲା ମସଲି ପାଣି ଫାଣି ସବୁ ঢাকি দিন ঢাকা দেবো କାଟିଯିବ ନା ହାଣ୍ଡି ଟଙ୍ଗ ଟଙ୍ଗ ହେଉଛି ହାଣ୍ଡି ଖାଲି ହଲ ହଲ ହେଉଛି ତ ତଥାପି ଆମର ଚାଲିଛି ଚିକେନ ରୋଷେଇ ତ ନିଆଁ ବି ଜୋର ଜଳୁଛି ତ ଦେଖିବା କ'ଣ ହେଉଛି ଆଗକୁ ଚିକେନଟା କେମିତିଆ ଲାଗୁଛି ତ ରନ୍ଧା ସଇଲେ ଜଣା ପଡ଼ିବ ତ ଆଉ ଟିକେ ଘୋଡ଼େଇ ଦେବା କିଛି ସିଝି ଆସିଲାଣି ତ ଦେଖିବା ବର୍ତ୍ତମାନ ନଉଟେଇକି ହଁ ସିଝି ଆସିଲାଣି ପବନ ଦେଉଛି ସେଥିପାଇଁ ଟିକେ ଖଡ଼ିକା ଲଗେଇବାକୁ ବି ଟିକେ ଦେଖିବା ଆଉ ଥରେ କେତେ ବାଟ ହେଲା ଚିକେନଟା ଆମର ଏଇଟା ଗୋଟେ ନୂଆ ଷ୍ଟାର୍ଟିଂ କରୁଛୁ ନୂଆ ଷ୍ଟାଇଲର ରୋଷେଇଟା ଦେଖିବା କେମିତିଆ ଲାଗୁଛି ଗାଁରେ ସିଝି ଆଇଲାଣି ହାଣ୍ଡିରେ ଥାଅ ହାଣ୍ଡିରେ ଥାଅ ମୋତେ ଟିକେ ହାଣ୍ଡି ମୋ ଚିକେନ ବାସନାରେ ଇଏ ଗୋଟେ ପଳେଇ ଆସିଛି ବହୁତ ଦୂରରେ ଥିଲା ଇଏ ବି ପଳେଇ ଆଇଲା ମୋ ଚିକେନ ବାସନାର ତ ବର୍ତ୍ତମାନ ଚିକେନ ବର୍ତ୍ତମାନ କିଛି ବାଟ ପଳେଇଲାଣି କଷା କଷି ଇଏ ବର୍ତ୍ତମାନ ଖାଇବ ବୋଲି ଜାଳ ରେଡ଼ି କରୁଛି ହେଲା ନା ତ ବର୍ତ୍ତମାନ ଆମର ଚିକେନ ହେଇ ଆସିଲାଣି ତ ଆ ଦେହରୁ ଖଣ୍ଡେ ମୁଁ ବଡ଼ାପାକୁ ବି ଦେଇ ସାରିଲିଣି ମୋ ବଡ଼ାପା ଏଇଠି ତାକୁ ରଖା ହେଇଛି ତ ମୋ ବଡ଼ାପା ତାଙ୍କ ପାଇଁ ସେଇଠି ଦିଆହେଇଛି ଖଣ୍ଡେ ତ ବର୍ତ୍ତମାନ ଆମର ଚିକେନ ବି ହେଇ ଆଇଲାଣି ମୋ ବାପା ଆଉ ଝାଟିଆ ଖାଇବେ ବୋଲି ରେଡ଼ି ହେଇଲେଣି ଗ୍ରେଭି ଅଛି ତ ଦେଖିବା ବର୍ତ୍ତମାନ ଟେଷ୍ଟ କରି ଚିକେନଟା ସିଝିଛି କି ନାହିଁ କେମିତିଆ ଲାଗୁଛି କହ ବଢ଼ିଆ ହେଇଛି ତ କେମିତିଆ ଲାଗୁଛି ସିଏ କହିବ ସିଆଡ଼େ କ୍ୟାମେରା ବୋଲା ବଢ଼ିଆ ହେଇଛି ବଢ଼ିଆ ହେଇଛି ସିଝିଛି ନା ମସ୍ତ ହଁ ୱାନ୍ ବାଛି ତ ନାହିଁ କ୍ୟାଣ୍ଟିନ୍ କରିଦେ ଖାଇଦିଅ
ଯଦି କିଏ ଖାଇ ଆପଣମାନଙ୍କ ଭିତରେ କମେଣ୍ଟ କର, ଲାଇକ୍ କର, ସେୟାର କର। ଆସିବ ଆମ ବାଟରେ ହାଣ୍ଡିରେ ଚିକେନ୍ ରନ୍ଧା ଖିଆ ହବ। ଝାଡ଼ୁଟା ଜଳିଯିବ। ଝାଳ ଢଳିଲା ବେଳକୁ ଇଏ ହେଇଯିବ ହେଲା। ତେଲ ଛାଡ଼ିଲେ ଯାଇ ଚିକେନଟା ଆହୁରି ବଢ଼ିଆ ଲାଗିବ। ଜଳିଯାଉ, ଜାଳ ଜଳିଯାଉ, ଛାଡ଼ିବନି ଯାହା କରିତେ ହେଇଯିବ। ତ ଚିକେନ ତେଲ ଛାଡ଼ିଲେ, ତେଲ ଛାଡ଼ିଲେ ଆହୁରି ଟେଷ୍ଟ ଲାଗିବ। ତ ବର୍ତ୍ତମାନ ଆମର ଚିକେନ ପୁରା ରେଡ଼ି ହେଇଯାଇଛି। ବର୍ତ୍ତମାନ ଆମେ ଘରକୁ ନେବା, ଘରେ ଖାଇବା, କାହିଁକିନା ଏଠି ଭାତ ଖିଆଯିବନି। ତ ଘରେ ଖାଇବା। ତ ଚିକେନର କେମିତି କଲର୍ ଆସିଗଲା ଦେଖାଇଲୁ, କ୍ୟାମେରାଟା ଆଣି ପକେଇଲୁ ଚିକେନଟା। ତ ଦେଖନ୍ତୁ ଚିକେନର କେମିତି କଲର୍ ଆସିଗଲା, ପୁରା ଏକଦମ ଜବରଦସ୍ତ କଲର୍। କିଛି ପଡ଼ିନି, ଆମେ କିଛି ମସଲା ଫସଲା କରୁନୁ, ଖାଲି ଅଦା ରସୁଣ ଅଳ୍ପ ଆଉ ଲଙ୍କାଗୁଣ୍ଡ। ତ ବର୍ତ୍ତମାନ ଘରକୁ ଯିବ, ବାଲ୍ଟିରେ ରଖା ହେଇଗଲା, ସିଏ ବର୍ତ୍ତମାନ ନେଇକି ଯିବ ଘରକୁ। ତ ମୁଁ ଖାଇବା, ଦେଖିବା କେମିତି ଟେଷ୍ଟ ଲାଗୁଛି। ତ ଖାଇଲେ ଜଣାପଡ଼ିବ କେମିତି ଟେଷ୍ଟ। ତ ଚାଲ। ତ ବର୍ତ୍ତମାନ ଆମର ଚିକେନ ଫିକେନ ରେଡ଼ି ହେଇଗଲା, ବର୍ତ୍ତମାନ ଖିଆଯିବ। ତ ତା ସହିତ ଚିକେନ ସହିତ ଶାଗ, ଆଉ ଏଠି ଅଛି ବନ୍ଧାକୋବି, ଆଉ ଏଇଟା କ'ଣ ବି ଆଣିଥିଲେ ଯେଉଁଟା, ସେଇଟା ତ ଏଇଟା ବ୍ରହ୍ମପୁରରୁ ଆଣିଥିଲେ, ସେଇଟା ଜାଣିନାହିଁ, ସିମ ଭଳିଆ ସେ ହେଇଛି, ବେସର ହେଇଛି, ଭାତ, ଗୋଟେ ଲୁଣ ରହିଲା, ଚିକେନ ଖାଇକି ଦେଖିବା କେମିତିଆ ଲାଗୁଛି। ନୂଆ ଷ୍ଟାଇଲର ରୋଷେଇ। ତ ଦେଖିବା ଚିକେନଟା ଫାଷ୍ଟ କେମିତିଆ ଲାଗୁଛି। ମୁଁ ଜାଣିଛି ମୋତେ କେମିତିଆ ଲାଗୁଛି, ଇଏ କହିବ ପାଇଛି କହ କେମିତିଆ ଲାଗୁଛି। ବାପା କେମିତିଆ ଲାଗୁଛି କହୁନୁ। କି ଆମେ ସିଏ ତାଙ୍କ କହିବାର କିଛି ନିରାକାର ଖାଇକି କହିବେ ଯଦି ତୋ ତରକାରୀ ରାନ୍ଧିବା କଥା, ତୋ ତରକାରୀକି ସିଏ ପସନ୍ଦ କରେ। କେମିତିଆ ଲାଗୁଛି। ତ ଚିକେନଟା ବଢ଼ିଆ ଲାଗୁଛି, ଆମକୁ ତ ଭଲ ଲାଗୁଛି। ତ ତମେ ବି ତମ ଘରେ ଏଇଭଳିଆ ମାଟି ହାଣ୍ଡ ରୋଷେଇ କରି ଖାଅ। ତ କେମିତିଆ ଲାଗେ ମୋତେ କହିବ। ତ ଲାଇକ୍, ସେୟାର, ସବସ୍କ୍ରାଇବ୍ ଚ୍ୟାନେଲକୁ ଜମା ଭୁଲିବେନି। ବଢ଼ିଆ ହେଇଛି।